ପାର୍ଶ୍ୱଚିତ୍ରରେ ଦେଖାଯାଇଛି ଗୋଟିଏ ହେଲା ସାକାର ମନୁଷ୍ୟ ଲୋକ, ଯେଉଁଥିରେ ଆମେ ବର୍ତ୍ତମାନ ଅଛୁ। ଏଠାରେ ସମସ୍ତ ଆତ୍ମା ହାଡ଼ ମାଂସ ସ୍ଥୂଳ ଶରୀର ନେଇ କର୍ମ କରନ୍ତି ଏବଂ ସୁଖ ଦୁଃଖର ଫଳ ଭୋଗ କରନ୍ତି ତଥା ଜନ୍ମ ମରଣ ଚକ୍ରରେ ଆସିଥାନ୍ତି। ଏହି ଲୋକରେ ସଂକଳ୍ପ, ଧ୍ୱନି ଓ କର୍ମ ତିନିଟି ଯାକ ଥାଏ। ତାହାକୁ ପଞ୍ଚତତ୍ୱର ସୃଷ୍ଟି ଅଥବା କର୍ମକ୍ଷେତ୍ର କୁହାଯାଏ। ଏହି ସୃଷ୍ଟି ଆକାଶ ତତ୍ୱର ଅଂଶ ମାତ୍ର। ଏହା ସଂଲଗ୍ନ ତ୍ରିଲୋକ ଚିତ୍ରରେ ଓଲଟା ବୃକ୍ଷ ରୂପରେ ଦେଖାଯାଇଛି, କାରଣ ଏହାର ବୀଜ ରୂପ ପରମାତ୍ମା ଶିବ ଜନ୍ମ ମରଣ ରହିତ। 2 ସୂକ୍ଷ୍ମ ଦିବ୍ୟ ଲୋକ। ଏହି ମନୁଷ୍ୟ ଲୋକ ସୂର୍ଯ୍ୟ, ତାରାଗଣ ତଥା ଆକାଶ ତତ୍ୱର ଊର୍ଦ୍ଧ୍ୱରେ ଗୋଟିଏ ପ୍ରକାଶମୟ ସୂକ୍ଷ୍ମ ଲୋକ ଅଛି। ସେହି ପ୍ରକାଶର ଗୋଟିଏ ଅଂଶରେ ବ୍ରହ୍ମା, ବିଷ୍ଣୁ